ନମସ୍କାର ଆମେ ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ଗୋଟେ ଫ୍ରେଶ ମିନ୍ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଖାଇବାର ଇଚ୍ଛା ସମସ୍ତଙ୍କର ଅଲଗା କାରଣ ରୁଚି ମନ ଠାରୁ ଜନ୍ମ ନିଏ। ଖାଇବା ଇଚ୍ଛା ହେଉଛି ମନର ସବୁଠୁ ସରଳ ଖୁସି। ଭୋକ ଲାଗିଲେ ଖାଦ୍ୟ ମାତ୍ର ନୁହେଁ ଶାନ୍ତି ମଧ୍ୟ ଖୋଜାଯାଏ। କେବେ କେବେ ଖାଇବାର ଇଚ୍ଛା ପେଟରୁ ନୁହେଁ ମନରୁ ଆସେ। ପ୍ରିୟ ଖାଦ୍ୟ ଦେଖିଲେ ସମସ୍ତ ଦୁଃଖ ଭୁଲିଯାଏ। ଖାଇବାର ଇଚ୍ଛା ଜୀବନର ଛୋଟ ଛୋଟ ଆନନ୍ଦରୁ ମଧ୍ୟରୁ ଗୋଟିଏ। ଭୋକ ଲାଗିଲେ ମନ କିଛି ଶୁଣେନି ଖାଦ୍ୟ ଛଡା। ଖାଇବାର ଇଚ୍ଛା ଆସିଲେ ଡାଏଟ ସବୁ ଭୁଲିଯାଏ। ପେଟ ଭରିଲେ ମୁହଁରେ ହସ ଆସେ। ମନ ଖରାପ ଥିଲେ ଖାଦ୍ୟ ସବୁଠୁ ଭଲ ସାଥୀ। ଭୋକ ହେଉଛି ସତ୍ୟ ବାକି ସବୁ ଅଭିନୟ। ଖାଇବା ଇଚ୍ଛା ହେଉଛି ପେଟ ଓ ମନ ମଧ୍ୟରେ ଯୁଦ୍ଧ। ପ୍ରିୟ ଖାଦ୍ୟ ମିଳିଲେ ଦିନଟା ସଫଳ। ଭୋକ ଥିଲେ ମୋ ସମୟ ଧୀରେ ଧୀରେ ଚାଲେ। ଖାଇବା ପରେ ଜୀବନର ଅଳ୍ପ ଭଲ ଲାଗେ। ପେଟ ଖାଲି ହେଲେ ମୁଡ ମଧ୍ୟ ଖାଲି। ଭୋକ ଲାଗିଲେ ରାଜା ମଧ୍ୟ ଗରିବ ଲାଗେ। ଖାଦ୍ୟ ଆଗରେ ସବୁ ନିୟମ ଭାଙ୍ଗିଯାଏ। ଭୋକ ଲାଗିଲେ ସର୍ବଶ୍ରେଷ୍ଠ ମସଲା। ପେଟ ଖୁସି ହେଲେ ମଧ୍ୟ ଆପେ ଆପେ ହସେ। ଖାଇବାର ଇଚ୍ଛା କେବେ କେବେ ସମୟ ଦେଖେନି। ଖାଦ୍ୟ ମାତ୍ର ନୁହେଁ ଏକ ଭାବନା। ଭୋକ ଲାଗିଲେ ଧୈର୍ଯ୍ୟ ହାରିଯାଏ। ପ୍ରିୟ ଖାଦ୍ୟ ହେଉଛି ଜୀବନର ଛୋଟ ଉତ୍ସବ। ଖାଇବା ପରେ ମନ ହାଲକା ହୋଇଯାଏ। ପେଟ ଓ ମନ ଦୁହେଁ ଖାଦ୍ୟ ଚାହେଁ। ଭୋକ ଲାଗିଲେ ମନ ସବୁଠୁ ପ୍ରଥମ ରୋଷେଇ ଘରକୁ ଯାଏ। ଖାଇବାର ଇଚ୍ଛା କେବେ କେବେ ନୀରବ ଥାଏ କିନ୍ତୁ ଶକ୍ତିଶାଳୀ। ପେଟ ଭରିବା ପାଇଁ ଖାଇବା ଦରକାର। ମନ ଭରିବା ପାଇଁ ପ୍ରିୟ ଖାଦ୍ୟ। ଖାଦ୍ୟ ନଥିଲେ ଭୋକ କଥା କହେ। ଖାଦ୍ୟ ଥିଲେ ମନ। ଭୋକ ଓ ଇଚ୍ଛା ମଧ୍ୟରେ ଖାଇବା ହିଁ ସେତୁ। ଖାଇବା ଇଚ୍ଛା ଜୀବନର ସବୁଠୁ ସତ୍ୟ ଡାକ। ପ୍ରିୟ ଖାଦ୍ୟ ହେଉଛି ସମୟ ଅଟକି ଯାଏ। ଭୋକ ଥିଲେ ଛୋଟ ଖାଦ୍ୟ ମଧ୍ୟ ବଡ଼ ଲାଗେ। ଖାଇବା ପରେ ଦୁନିଆ ଅଳ୍ପ ଭଲ ଲାଗେ। ଇଚ୍ଛା ପୁରା ହେଲେ ପେଟ ଓ ମନ ଦୁହେଁ ଶାନ୍ତି। କିଛି ଥିଲା ଖାଇବାର ଇଚ୍ଛା। ଆଜି ଲଞ୍ଚରେ ହେଇଛି ଉଷୁନା ଭାତ ଆଉ ତା ସହିତ ହେଇଥିଲା ହରଡ଼ ଡାଲି। ଏହା ହେଇଥିଲା ମୋ ଝିଅ ପାଇଁ। ଆଉ ତା ସହିତ ଏଠି ଚିକେନ ଆଳୁ ପକେଇ କଷି ଦେଇଥିଲି ଆଉ ଟିକେ ଅଳ୍ପ ଜୁକିଜୁକିଆ କରି ପାଣି ଦେଇ ଦେଇଥିଲି। ଆଉ ତା ସହିତ ସବୁ ପରିବା ପକେଇକି ମାଛ ହେଇଥିଲା ଚୁନା ମାଛ। ଆଉ ତା ସହିତ ଏଠି ସ୍ୱାମୀଙ୍କ ପାଇଁ ଅରୁଆ ଭାତ ବସେଇ ଦେଇଥିଲି। ଆଉ ତା ସହିତ ଯେହେତୁ ନନଭେଜ ହେଇଛି ଟିକେ ପୋଡାପୋଡି କରିଦେଇଥିଲି। ଆଉ ଏଠି ମୋ ଝିଅର ଷ୍ଟାର୍ଟ ହେଇଥିଲା ଖାଇ ପିଇ ଶୋଇଲା ପୂର୍ବରୁ ଯେ ନାଟକ କରୁଛି। ଶୁଣୁନାହାନ୍ତି କେମିତି ଆଇବ୍ରୋ ଲଗଉଛି ଲିପଷ୍ଟିକ ଲଗଉଛି ଟିପା ଲଗଉଛି ସବୁ ଲଗେଇ ସାରିଲା ପରେ ତାକୁ ଶୋଇ ଦେଇଥିଲି। ଆଉ ତା ସହିତ ଏଠି ଖିଆପିଆ ସରିଲା ପରେ ଏଠି ମୁଁ ମୋର କ୍ରାଫ୍ଟ କରିପାରିଥିଲି। ମାନେ କାର୍ଡବୋର୍ଡ ବନେଇ ଦେଇଥିଲି ଏଠି କ୍ୟୁଟ କ୍ରାଫ୍ଟ। ଆଉ ତା ସହିତ ଫଟୋ ଭିଡିଓ କରିସାରିଲା ପରେ ଏଠି ବାସନ ମାଜି ଦେଇଥିଲି। ଆଗ କ୍ରାଫ୍ଟ କରିଦେଇଥିଲି ତାପରେ ବାସନ ମାଜିଥିଲି। ଆଉ ତା ସହିତ ଏଠି ଗ୍ୟାସ ମଧ୍ୟ ପୋଛି ଦେଇଥିଲି। ଗ୍ୟାସ ପୋଛି ସାରିଲା ପରେ ଇଭିନିଂ ହେଇଯାଇଥିଲା ତ ଇଭିନିଂର ଚାହା ପାଣି ବସେଇବା ପାଇଁ ପଳେଇ ଆସିଥିଲି କିଚେନକୁ। ତ ଏଠି ଇଭିନିଂର ଚାହା ବସେଇ ଦେଇଥିଲି। ଆଉ ଏଠି ସବୁ କାମ ସାରି ସାରିଲା ପରେ ପଳେଇ ଯାଇଥିଲି ସନ୍ଧ୍ୟା ଦେବା ପାଇଁ। ସନ୍ଧ୍ୟା ଦେଇକି ଆସିସାରିଲା ପରେ ଏଠି ରାତି ଖାଇବାର ରୁଟି ବନେଇଥିଲା ଆଉ ଦ୍ୱିପହରେ ତ ତରକାରୀ ଥିଲା ଗରମ କରିଦେଇଥିଲି। ତ ଏଠି ଆଜି ପାଇଁ ଭିଡିଓଟି ଏତିକି ରହିଲି ନମସ୍କାର ବାକି ରହିଲା କାଲି। ଆଶା କରୁଛି ଭିଡିଓଟି ଭଲ ଲାଗିଥିଲା ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିବା ଜମା ଭୁଲିବେନି। ରହିଲି ନମସ୍କାର ପୁଣି ଦେଖା ହବ କାଲି ବାଏ ଜୟ ଜଗନ୍ନାଥ ଶୁଭରାତ୍ରି ସି ୟୁ ଇନ୍ ଦ ନେକ୍ସଟ